ଭଞ୍ଜନଗର ପୋଲିସର ବଡ଼ ସଫଳତା। ଗତ କିଛି ଦିନ ତଳେ ଭଞ୍ଜନଗର ଅଞ୍ଚଳର ଜାମପଲ୍ଲୀ, ଗାମୁଣ୍ଡି ଏବଂ ବେଲଗୁଣ୍ଠା ଏବଂ ଗ୍ୟାଲେରୀ ଅଞ୍ଚଳରୁ ଘରର କବାଟ ଏବଂ ଗ୍ରିଲ୍କୁ ଶାବଳରେ ଭାଙ୍ଗି ଚୋରି କରୁଥିବା ଅସ୍ତିଆ ଗ୍ରାମର ସୁଦର୍ଶନ ବେହେରା ଥାନା ବେଲଗୁଣ୍ଠା, ସେହିପରି ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଗ୍ରାମର ବଳିଆ ନାୟକଙ୍କୁ ଭଞ୍ଜନଗର କେସ୍ ନମ୍ବର 672 ଅନୁଯାୟୀ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆସାମୀ ବଳିଆ ନାୟକଙ୍କ ଠାରୁ ନଗଦ 21,900 ଟଙ୍କା ଏବଂ ସୁଦର୍ଶନ ବେହେରାଙ୍କ ଠାରୁ 4,500 ଟଙ୍କା ଜବତ କରିବା ସହ ଗୋଟିଏ ଶାବଳ, ଖଣ୍ଡା ଏବଂ ଗୋଟିଏ ନିହାଣ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଉଭୟଙ୍କ ବିରୁଦ୍ଧରେ ଅସ୍ତ୍ର ଆଇନ ଅନୁସାରେ ଦଫା ଲାଗିଛି। ସୂଚନାଯୋଗ୍ୟ, ଭଞ୍ଜନଗରର କୁମୁଦିନୀ ବିହାରରେ ରହୁଥିବା ସ୍ୱାଧୀନ ବେହେରାଙ୍କ ରିପୋର୍ଟ ଅନୁସାରେ ଲିଖିତ କେସ୍ ହୋଇଥିଲା। ଆଗରୁ ବଳିଆ ନାଁରେ ଅନେକ କେସ୍ ରହିଛି, କିନ୍ତୁ ଆଜି ଭଞ୍ଜନଗର ଥାନାର ଏହି ଗିରଫକୁ ବଡ଼ ସଫଳତା ଭାବିବା ସହ ଭଞ୍ଜନଗର ଅଞ୍ଚଳରେ ହୋଇଥିବା ଅପରାଧ ଓ ଡକାୟତିରେ ରୋକ ଲାଗିବ ଜଣାପଡ଼ିଛି। ଗଞ୍ଜାମ ଭଞ୍ଜନଗରରୁ ବଳରାମ ଗୌଡ଼ଙ୍କ ରିପୋର୍ଟ, ଓଡ଼ିଆ ନ୍ୟୁଜ୍ ଟୁଡେ।